डेफिनेटली बहुत चूजी एबे बहुत दिन हैला माने जमती आजिरो रेबती सिनेमा करिथिली सेइथिरे सेमती किछि डांस नंबर नथिला मोरो बट डेफिनेटली जेबे भी मु डांस नंबर परफॉर्म करिछि हो रोमांटिक सॉन्ग्स भी हो दर्शक माने बहुत बेसी भल पाइबा देइछंती मोर प्रथम सिनेमा रे गोटे गीत थिला रेल छेड़दब टिटलागढ़ सेटा आजि पर्यंत मु जोठी भी जाए इवेंट्स रे जाए कि जोठी भी दर्शक ମାନଙ୍କ ସହିତ ଦେଖା ହୁଏ ସବୁବେଳେ ଏବେ ପର୍ଯ୍ୟନ୍ତ ସେଟା ମନେ ରଖିଛନ୍ତି ଅଡିଏନ୍ସ ମାନେ ତ ବହୁତ ବ୍ଲେସ୍ଡ ଫିଲ୍ କରେ କି ଭଲ ଭଲ ଗୀତ ମତେ ମିଳିଛି ପରଫର୍ମ କରିବା ପାଇଁ ଆଉ ଦର୍ଶକ ମାନଙ୍କୁ ଭଲ ବି ଲାଗିଛି ପ୍ରାୟତଃ ସୁପରଷ୍ଟାର ସହିତ ଆପଣ କାମ କରିଛନ୍ତି ଅନୁଭବ ହଉଛି ବାବୁସାନ ହଉଛି କିନ୍ତୁ କାହା ସହିତ ଆପଣ ବେଶୀ କମ୍ଫର୍ଟ ଥାନ୍ତି ଯେତେବେଳେ ବଡ ସ୍କ୍ରିନ୍ ସେଟ୍ କରନ୍ତି ମୁଁ ଅନୁଭବଙ୍କ ସହିତ କାମ କରିନି ଏପର୍ଯ୍ୟନ୍ତ ଇଚ୍ଛା ଅଛି କରିବାକୁ हाँ डेफिनेटली इच्छा तो अच्छी बहुत गुड़े प्रोजेक्ट प्लान भी ହେଇଛି किंतु को ना को रीजन ପାଇଁ वर्कआउट କରିନି आई होप कि आगो को वर्कआउट करू ଆଉ माने सिनेमा रे ऑडियंस माने देखंतु हम दि जन को माने जोड़ी ता छड़ा सब माने जो मानक सहित काम करिछि सब हीरो मानक सहित बहुत कंफर्टेबल बहुत भल लगे काम करिया पे बाबूଙ୍କ ସହିତ ମୁଁ अराउंड 8टा फिल्म କରିଛି ତ ତାଙ୍କ ସହିତ ସବୁବେଳେ ବହୁତ ଭଲ ଏକ୍ସପିରିଏନ୍ସ ରହିଛି ଆଉ सिद्धांत महापात्र सरଙ୍କ ସାଙ୍ଗରେ ବି କାମ କରିଛି ତାଙ୍କଠୁ ବି ବହୁତ କିଛି ଶିଖିବାକୁ ମିଳେ ସେଟ୍ରେ ତାଙ୍କ ପଙ୍କ୍ଚୁଆଲିଟି ହଉ କେମିତି ସ୍କ୍ରିପ୍ଟ ଇମ୍ପ୍ରୋଭାଇଜ କରନ୍ତି ବହୁତ କିଛି ଶିଖିବାକୁ ମିଳିଛି ତ ଡେଫିନେଟଲି ବହୁତ ଭଲ ଏକ୍ସପିରିଏନ୍ସ ରହିଛି ଗାଁ ଝିଅ ନା ସହର ଝିଅ ମୁଁ ତ ଭୁବନେଶ୍ୱରରେ ହିଁ ବର୍ନ ଆଣ୍ଡ ବଟଅପ୍ ତ ମୁଁ ଜାଣିନି ମୁଁ କେମିତି ସେଟା ଆପଣ ମାନେ ଦେଖିକି ଯାହା କହିବେ ଆଉ ମାନେ ଗାଁ ଲାଇଫ ଷ୍ଟାଇଲ କେତେ ମିସ୍ କରନ୍ତି ମୁଁ एक्चुअली ସେତିକି ସମୟ ପାଇନି କି ଗାଁରେ ଯେମିତି ସବୁ ଆକ୍ଟିଭିଟିଜ କରନ୍ତି ଯେମିତି ମୋ ମାମା କୁହନ୍ତି କି ସେମାନେ ସବୁ ସୁଇମିଂ କରୁଥିଲେ ପୋଖରୀରେ ଗଛ ଚଢୁଥିଲେ ମାନେ ବଗିଚାରୁ ଆମ୍ବ ଚୋରି କରୁଥିଲେ ସେ ସବୁ ମୁଁ ଆକ୍ଚୁଆଲି ଏକ୍ସପିରିଏନ୍ସ କରିନି କାହିଁକି ନା ଛୁଆ ବେଳୁ ଏଇଠି ଭୁବନେଶ୍ୱରରେ ରହିଛି ଏଇଠି ପାଠପଢା ସାଙ୍ଗରେ ଛୋଟ ବେଳୁ ଚାଇଲ୍ଡ ଆର୍ଟିଷ୍ଟ ଯେହେତୁ ଥିଲି ଏକ୍ସଟ୍ରା କରିକୁଲମରେ ସବୁବେଳେ ମାନେ ଛୁଟି ଯେତେବେଳେ ହୁଏ ଭେକେସନ ରେ हुए मो एक्स्ट्रा करिकुलम रे व्यस्त थाए से डांस करबा हो शूटिंग हो तो मते बेसी सुजोग मिलिनी गाँ रे जाई कि से सब एक्टिविटीज करबा पे ना ମୁଁ କେବେ ଚଢିନି ହଁ ସିନେମା ଭିତରେ ସେମିତି ଟିକେ ଟିକେ ହେଇଛି ସୁଟିଂ ପାଇଁ ନହେଲେ ମୁଁ କେବେ ରିଅଲ ଲାଇଫ ରେ ତ ଗଛ ଚଢିନି ମୁଁ ନା ରିଅଲ ଲାଇଫ ରେ ମୁଁ ବହୁତ ଶାନ୍ତଶିଷ୍ଟ ମୁଁ କିଛି ସେମିତି ଗଛ ଚଢା ନା ପହଁରା ବି ଶିଖିନି ମୁଁ ମାନେ ଗାଁ ତ ପାଣି ପବନ ସହିତ ବେଶୀ ସମୟ ମିଳିନି ମତେ ମାନେ ସ୍ପେଣ୍ଡ କରିବା ପାଇଁ ବଟ୍ ସେ ପିସ୍ ମାନେ ଯେବେ ବି ଯାଇଛି ଗାଁର ସେ ଆଟମୋସ୍ଫିୟର ଟା ବହୁତ ଭଲ ଲାଗେ ସେ ପିସଫୁଲ ଗୋଟେ ଆଟମୋସ୍ଫିୟର ଥାଏ ନେଚର ସେ ସବୁ ମତେ ବହୁତ ଭଲ ଲାଗେ ଏକ୍ସପିରିଏନ୍ସ କରିବା ପାଇଁ ହଁ ବହୁତ ଭଲ ମ୍ୟାଡାମ ଯଦି ଦେଖିବା ଗାଁରେ ଗୋଟେ ଶାନ୍ତଶିଷ୍ଟ ସବୁବେଳେ ମାନେ ସବୁବେଳେ ଟିକେ ଶାନ୍ତିପୂର୍ଣ୍ଣ ଇଏ ଥାଏ ସହର ସବୁବେଳେ କେଁ କାଁ କେଁ କାଁ ସବୁବେଳେ ହୁଏ କିନ୍ତୁ ଲୋକ ସବୁବେଳେ ସେ ସହରକୁ ଯାଇକି ଗାଁରେ ରହିବା ପାଇଁ ପସନ୍ଦ କରନ୍ତି କିନ୍ତୁ ଆପଣ ସବୁବେଳେ ପିଲାବେଳୁ ବଡ ହେଇଛନ୍ତି ସହରରେ ଗାଁକୁ ଯିବା ପାଇଁ କିଛି ଇଚ୍ଛା ହୁଏନି ଆପଣ ନିଜ ଘର ଏଇଠି ମାନେ ପାଠ ପଢା ସାଙ୍ଗରେ ସୁଟିଂ ଯଦି କରିଲା ଭିତରେ ଆଉ ସେତିକି ମତେ ଏବେ ଟାଇମ ହିଁ ମିଳିନି କି କୁଆଡେ ଭେକେସନ କୁ ଯାଇପାରିବି ଆଉ ଯଦି ଆପଣ ମତେ କ୍ୱେଶ୍ଚନ ଆସୁ ଆସୁ ହିଁ କଲେ କି କେତେବେଳେ ନୂଆ ସିନେମା ଆସୁଛି ଯଦି ମୁଁ ସେଇ ସିନେମାକୁ ସମୟ ଦେବିନି ସୁଟିଂ କୁ ଟାଇମ ଦେବିନି ଗୋଟେ ଭଲ ଡକ୍ଟର ହେଇକି ନା ମାନେ ପ୍ରେଜେଣ୍ଟ ହେଇପାରିବି ତାହେଲେ ଆପଣ ମାନେ ମତେ ପୁଣି କ୍ୱେଶ୍ଚନ କରିବେ ଡକ୍ଟର ପ୍ରଫେସନ ଗୋଟେ ମାନେ ଭଗବାନଙ୍କ ଦ୍ୱିତୀୟ ଅବତାର ଡକ୍ଟର ଡକ୍ଟର ପ୍ରଫେସନ ଏବଂ ଫିଲ୍ମ ଏ ଦିଟା କେମିତି କଣ୍ଟ୍ରୋଲ କେମିତି କରିବେ ଚାଲିଛି ଏବେ ପର୍ଯ୍ୟନ୍ତ ଯେମିତି ମୁଁ କଲେଜ ବି ଯାଏ ପୋଷ୍ଟିଂ ରେ ବି ସମୟ ଦିଏ ତା ଛଡା ସୁଟିଂ ଇଭେଣ୍ଟସ୍ ବି କରେ ତ ଆଜି ପର୍ଯ୍ୟନ୍ତ ଯେମିତି ବାଲାନ୍ସ କରିକି ଚାଲିବା ପାଇଁ ଚେଷ୍ଟା କରିଛି ଆଗକୁ ବି ସେମିତି କରିବି ନିହାତି ଭାବେ ଟିକେ ଅଧିକ ପରିଶ୍ରମ ହେଇଯାଏ କିନ୍ତୁ ମାନେ ଦ୍ୟାଟ୍ ଇଜ वर्थ इट आपण मानकर जेते भल पाइबा मिले कि मु फिल्म करबा भी छाड़ी परिबिनी आ मोर जोटा छुआ बेलू ड्रीम रही कि मु डॉक्टर हेबी आ माने लोक मान सेवा करी सेटा भी मोर आग को गोल रहिबो मैडम जेतले आपण डॉक्टर प्रोफेशन रछिन आपण जेतले माने मेडिकल रे बसुथि कि जाउथिबे तो मोर गोटे रोगी पळि आसिला से गारे ई सित
ଫଟୋ ଫଟୋ ଉଠେଇ ଆପଣ ସେତେବେଳେ କେମିତି ଲାଗେ ଯେତେବେଳେ ଗୋଟେ ଆପଣଙ୍କୁ ଆସିବ ଯେ ସେଲ୍ଫି ଇଏ କରିବ ସେମିତି ସେମିତି ହୁଏ ଆମେ ବିକଜ ୱାର୍ଡ ପୋଷ୍ଟିଂସ୍ ଆମର ହୁଏ ତ ତା ଭିତରେ କିଛି ଜଣ ଯେଉଁମାନେ ଅଛନ୍ତି ପେସେଣ୍ଟସ୍ ସେମାନେ ଏମିତି ରେକଗ୍ନାଇଜ୍ କରିଦିଅନ୍ତି ଫଟୋ ଉଠାଇବା ପାଇଁ ଚାହାନ୍ତି ବହୁତ ଖୁସି ହୁଅନ୍ତି ଆଉ ମୋତେ ଭଲ ବି ଲାଗେ ମାନେ ବହୁତ ଭଲ ପାଇବା ମିଳେ ଆଉ ଯଦି ମାନେ ମୋ ପାଇଁ ସେମାନେ କିଛି ମୁହୂର୍ତ୍ତ ପାଇଁ ବି ଟିକେ ଗୋଟେ ତାଙ୍କ ମୁହଁରେ ହସ ଆସିଯିବ ତାହେଲେ ତାଠୁ ବଡ଼ କଥା କ'ଣ ହେଇପାରିବ ମୋ ଚିଡି ପାଇଁ ଲାଗେନି ନା ନା ଜମା ବି ନୁହେଁ ମୋତେ ବହୁତ ଭଲ ଲାଗେ ଇଣ୍ଟରାକ୍ଟ କରିବା ପାଇଁ ଆଉ ମୋତେ ଲାଗେ ସେମାନେ ଆକ୍ଚୁଆଲି ଆପଣ ଯେତେବେଳେ ହସ୍ପିଟାଲକୁ ଯିବେ ନା ଆପଣଙ୍କର ମାଇଣ୍ଡ ସେଟ୍ ହିଁ ପୁରା ଚେଞ୍ଜ ହେଇଯିବ ବିକଜ ସମସ୍ତେ ଏତେ ମାନେ ସଫର କରୁଥାନ୍ତି ତା ଭିତରେ ଯଦି କିଛି ମୁହୂର୍ତ୍ତ ପାଇଁ ବି ସେମାନେ ମୋ ମାନେ ମୋତେ ଦେଖିକି କି ମୋ ସହିତ ଟିକେ ସମୟ ବିତେଇକି ଖୁସି ହେବେ ନା ତାହେଲେ ସେଇଟା ମୋ ପାଇଁ ଗୋଟେ ବହୁତ ବଡ଼ ଭଗବାନଙ୍କର ଆଶୀର୍ବାଦ ବୋଲି ମୋତେ ଲାଗେ ଶୀତଲ କେବେ ବାହା ହଉଛନ୍ତି ଏବେ ତ କିଛି ଭାବିନି ଯେତେବେଳେ ହବ ଯେତେବେଳେ ଭଗବାନଙ୍କ ଇଚ୍ଛା ହବ ସେତେବେଳେ ସମସ୍ତେ ଜାଣିବେ ଆଉ। ବାହା ହେବେ କେମିତି ହଁ ବାହା ତ ହେବି କାହିଁକି ନା ଡେଫିନେଟଲି ପେରେଣ୍ଟସ୍ ମାନଙ୍କର ଇଚ୍ଛା ଫ୍ୟାମିଲିର ଇଚ୍ଛା ତ ଡକ୍ଟର ନା ଆକ୍ଟର ଦୁଇଟା ଯାକ ଦି ଜଣ ବାହା ହେବେ ନା ନାଇଁ 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 ସରି ମୁଁ ଡକ୍ଟର କି ଆକ୍ଟର ବି ପଚାରୁଛନ୍ତି ଓହୋ ନାଇଁ ନାଇଁ ମୁଁ ସେମିତି ଜାଣିନି ଏପର୍ଯ୍ୟନ୍ତ ସେମିତି କିଛି ଡିସାଇଡ୍ କରିନି ନା ନା ଡକ୍ଟର ନା ଆକ୍ଟର ମାନେ କାହାକୁ ପସନ୍ଦ କରିବେ କୋଉ ଲାଇନରେ ଆକ୍ଟର ମାନେ ଆକ୍ଟିଂ ଲାଇନ ନା ଡକ୍ଟର ଲାଇନ ମୁଁ କିଛି ବି ଏପର୍ଯ୍ୟନ୍ତ ଭାବିନି ସେଇ ମାନେ ବିଷୟରେ trend ଚାଲିଛି ଏବେ madam, trend ଏବେ ମୋ ଚାଲିଛି। କାମରେ ମାନେ ଫୋକସ୍ କରୁଛି ଯେବେ ହବ ସେତେବେଳେ ସମସ୍ତେ ଜାଣିବାକୁ ଟ୍ରେଣ୍ଡ ପାଇବେ ଚାଲିଛି ମ୍ୟାଡାମ ଏବେ ସାମ୍ବାଦିକକୁ ହିରୋ ହିରୋଇନ ସେ ଆମର ଡକ୍ଟରକୁ ହିରୋ ହିରୋଇନ ମାନେ ଏବେ ଗୋଟେ ଟ୍ରେଣ୍ଡ ଚାଲିଛି ତ ଆପଣଙ୍କର ଟ୍ରେଣ୍ଡରେ ଆପଣ ଡକ୍ଟର ନା ଆକ୍ଟର ଫାଇନାଲି ମତେ ଲାଗେ କି ଏଇ ସବୁ ଜିନିଷ ଗୁଡାକ ଭଗବାନଙ୍କ ଇଚ୍ଛାରେ ହୁଏ କୌଣସି ଟ୍ରେଣ୍ଡକୁ ନେଇକିରି ହୁଏନି ତ ମେ ବି ମୋ ଲାଇଫରେ ଯାହା ଆଗକୁ ହବ ସେଇଟା ସବୁବେଳେ ଆପଣଙ୍କୁ ତ ମାନେ ମୁଁ ସବୁବେଳେ କ୍ୟାମେରା ଆଗରେ ରହିଛି ଯେହେତୁ ନିହାତି ଭାବେ ଆଗକୁ ଯାହା ହବ ସେଇଟା ସମସ୍ତେ ଜାଣିବାକୁ ଗାଁରେ ପାଇବେ ଗୋଟେ ଡକ୍ଟର ପ୍ରସ୍ତାବ ଅଛି ସେ ଗୋଟେ ବଡ ଡକ୍ଟର ହେଇଥିବ ଆପଣ ମୁଁ ତାହେଲେ କିଛି ଗାଁକୁ ବାହା ଭାବିନି ଏବେ ଆଉ ଏବେ ଏତେ ଭାବି